ସମସ୍ତେ ସ୍ୱାଗତ କରିବୁ କାରଣ ଅଲରେଡ଼ି ଡେରି ହେଇଯାଇଛି। ଡେରି ହେଲେ ବି ବର୍ତ୍ତମାନ 8th ପେ କମିଶନ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ। ତାଙ୍କୁ ସମୟ ଧାର୍ଯ୍ୟ କରାଯାଇଛି 18 ମାସ ଭିତରେ ରିପୋର୍ଟ ଦେବେ। ଆମେ ଦୁଇଟା କଥା ଆଶା କରୁଛୁ। ଗୋଟେ କଥା ହେଉଛି ଦ ଡିଫରେନ୍ସ ରହିଛି ଯେଉଁ ୱାନ୍ ସ୍କେଲ୍ ଟୁ ଅଦର ସ୍କେଲ୍ ସେଟା ରିଡ୍ୟୁସ୍ ହେବା ଉଚିତ। 26ଟା ସ୍କେଲ୍ ଅଛି, ସେଟା ରିଡ୍ୟୁସ୍ ହେଇକିରି 10-12ଟା ସ୍କେଲ୍ରେ 12ଟା ସ୍କେଲ୍ରେ ରହିବା ଦରକାର। ତାହେଲେ ସମସ୍ତଙ୍କୁ ନ୍ୟାୟ ମିଳିବ ସବୁଯାକ ଯେତେ। ନମ୍ବର 1। ନମ୍ବର 2, ଯେତେ ଡିଏ ବର୍ତ୍ତମାନ ସୁଦ୍ଧା ହେଇଗଲାଣି ସେ ମହଙ୍ଗି ଭତ୍ତାଟାକୁ ପେ ସାଙ୍ଗରେ ମର୍ଜ କରିଦେବା ଦରକାର। ଯେଉଁ ସ୍କେଲ୍ ସାଙ୍ଗରେ ମର୍ଜ କରିଦେବେ, ଗୋଟେ ପରସେଣ୍ଟେଜ ତାର ମର୍ଜ କରିଦେବେ। ନମ୍ବର 3, ଏଇ ଯେଉଁ ସ୍କେଲ୍ରେ ଆମେ ଦେଖୁଛେ ସେମାନେ କରୁଛନ୍ତି କରିବେ, ସେଥିରେ ଯେମିତି ଯେଉଁମାନେ ସବୁ କାମ କରୁଛନ୍ତି ଟେମ୍ପୋରାରୀ ୱାର୍କର୍ସ, ପେରେନିଆଲ ନେଚର ଅଫ୍ ୱାର୍କ, କିନ୍ତୁ ତାଙ୍କୁ ସବୁ ଆଡହକ୍ ୱାର୍କର ରଖାଯାଇଛି। ସେ ଆଡହକ୍ ୱାର୍କର ଗୁଡ଼ାକ ପାଇଁ ସମସ୍ତଙ୍କ ପାଇଁ ଏଥିରେ ଯେମିତି ଅଧିକ ନ୍ୟାୟ ମିଳିବ, ଦରମା ତାଙ୍କର ସାବ୍ୟସ୍ତ ହେବ, ସେଇଟା ଦେଖାଯିବା ଦରକାର। ଏଗୁଡ଼ିକ ହେଉଛି ବିଶେଷ ଭାବରେ ଏ ପେ କମିଶନକୁ ଆଶା କରୁଛୁ। କାରଣ ଏ ପ୍ରୋବ୍ଲେମଟା ବର୍ତ୍ତମାନ ସାମ୍ନାକୁ ଆସିଲାଣି। ଅନେକ ଲୋକଙ୍କୁ, ଯୁବକ ପିଲାମାନଙ୍କୁ, ଆଉ ଝିଅମାନଙ୍କୁ, ପୁଅମାନଙ୍କୁ, ଏମାନଙ୍କୁ ଚାକିରି ଦିଆଯାଉଛି ଯେଉଁ ଚାକିରିର ସ୍ଥାୟିତ୍ୱ ନାହିଁ, ଆଉଟସୋର୍ସିଂ କରିଦେଉଛନ୍ତି। ତେଣୁ ସେମାନଙ୍କର ପାଇଁକି ପେ ସ୍କେଲ୍ ଅନୁସାରେ ତାଙ୍କ କାର୍ଯ୍ୟ ଆଉ ପେ ସ୍କେଲ୍ ଅନୁସାରେ ପେ ଧାର୍ଯ୍ୟ ହେଇଯିବା ଦରକାର। ଲୋକଙ୍କ ଭିତରେ ଗୋଟେ ମୁଖ୍ୟତଃ ଗୋଟେ ବଡ ଡାଉଟ୍ ରୁହେ ୟାକୁ ନେଇ ଯେ ଯେତେବେଳେ ଗୋଟେ 8th ପେ କମିଶନ ଯେମିତି ଆସିଲା କି 7th ପେ ଆସିଲେ ଗୋଟେ ବଡ ଧରଣର ପରିବର୍ତ୍ତନ ଦରମାରେ ହୁଏ। ବଡ ଧରଣର ପରିବର୍ତ୍ତନ କଣ, ଗୋଟେ ଲିମିଟ ତାକୁ ଦେଇଛନ୍ତି। ତାଙ୍କର ଯୋଉ ରେଫରେନ୍ସ ଟର୍ମସ ଅଫ ରେଫରେନ୍ସ ସେ ତ ଜଣା ପଡିଗଲାଣି ଯେମିତି ଭାବରେ ରହିବ। ତାରି ଭିତରେ ହବ, ଏମିତି ଗୋଟେ କିଛି ବଡ ଧରଣର ହବ ନାହିଁ। ଯାହା ହବ ଏଇ ପାରାମିଟର ଭିତରେ, ପାରାଫିନା ଭିତରେ ଏ ଭିତରେ ହବ। ଆପଣଙ୍କୁ କଣ ଲାଗୁଛି ଆଉ କଣ କଣ ତା ଭିତରେ ସୁବିଧା ଯୋଡି ହୁଅନ୍ତା? କହିଲି 3-4ଟା ଯୋଡ଼ିବା ଦରକାର ବୋଲିକିରି। ଯୋଉଟା କହୁଛି ଆମର ଯୋଉ ଚାକିରି ଦେବେ, ମାନେ ଯୋଉମାନେ ଚାକିରି ଦେଇଛନ୍ତି, ଆମେ ଆଉଟସୋର୍ସିଂ କରୁଛନ୍ତି, ସେମ୍ ୱାର୍କ ସମାନ ଧରଣର କାମ କରୁଥିବା ଲୋକଙ୍କ ପାଇଁ ସେ ଆଉଟସୋର୍ସିଂରେ କରନ୍ତୁ। ସମସ୍ତ ଦରମା ଯେମିତି, ଦରମା ଏବଂ ସମୟ ଯେମିତି ସମାନ ରହିବ, ସମସ୍ତଙ୍କୁ ନ୍ୟାୟ ମିଳିଲା ଭଳିଆ ରହିବ। ଅଥଚ ଆଉଟସୋର୍ସିଂ କରୁଥିବା ଲୋକ ସେ ପାଇବ 18,000 ଟଙ୍କା ଦରମା, ଗୋଟିଏ କ୍ଲର୍କ ଅଛି, କିନ୍ତୁ ଆଉ ଗୋଟିଏ କ୍ଲର୍କ, ସ୍ଥାୟୀ କ୍ଲର୍କଟିଏ ଅଛି, ସେ ପାଇବ 68,000 ଟଙ୍କା। ଏହା ଯେପରି ନ ଘଟୁ।